ನಾವು ಸಂಸಾಯ ಅಂತ ಗ್ರಾಮ ಬಾಂಧವನ ಪದರು ಫಸ್ಟ್ ಕಿಲೋಮೀಟರ್ ಕುಂದ್ರಾವುಲ କୋରାପୁଟ ଜିଲ୍ଲା। ଆଉ ଅସୁବିଧା କ'ଣ ହେଉଥିଲା? ମୋର ଅସୁବିଧା ମୁଇଁ ନାଇଁକି ଫେବୃଆରୀ 21 ଗଲେ ଆଜି ହେଇଗଲା କେତେ ମେ 8 ମାନେ 2 ମାସ 7 ଦିନ ପାଖାପାଖି 3 ମାସ ହେଇଯାଉଥିଲା। 2 ମାସ ସିରିଏଲ୍ ମୁଁ ଡକ୍ଟର ମାନ ପାଖରେ ବୁଲିଲି। ତାପରେ ଏପ୍ରିଲ ମାସ ଧ୍ୟାନ ହେଲା। ଲାଷ୍ଟ କ'ଣ ସବୁ ହେଉଥିଲା? ମୋତେ ପୁରା କିଛି ଅସୁବିଧା ନାହିଁ କି ପୁରା ହାତ ଫାଷ୍ଟ ଫୁଲିଲା, ତାପରେ ଦୁଇଟା ଡେଣା, ତାପରେ ଗୋଡ଼, ଛାତି, ତାପରେ ଛାତି ତ ପୁରା ହାଡ଼ ପୁରା ହାଡ଼ ଯାକ ଜଏଣ୍ଟ ହାଡ଼ ଯାକ, ତାପରେ ପୁରା ଯାକ ବତା ହେଉଥିଲା। ଏବେ କିଛି ହେଲା ନାହିଁ। ଚେକ୍ କଲୁ, ଆଶାକ୍ରମ ଗଲୁ, ଜୟପୁର ଗଲୁ, କୁନ୍ଦ୍ରା ଗଲୁ, ତାପରେ କିଛି ବାହାରିଲା ନାହିଁ ରିପୋର୍ଟ ଯାକ। କେତେ ହଜାର ଟଙ୍କା ଖର୍ଚ୍ଚ କରିଥିଲ? ମୋର ପଇସା ସବୁ ଏଇ ମାସେ ଭିତରେ 8,000 ଖର୍ଚ୍ଚ ହେଲା। ତାପରେ ଲାଷ୍ଟ ଫାଦର ମାନେ ଗୋଟେ 2,000 ଆଉ କାଲି ତା ପରଦିନ ଆଣିଦେଇଛନ୍ତି 1,400 ଟଙ୍କାର ଔଷଧ। ଟୋଟାଲ କେତେ ଖର୍ଚ୍ଚ ହେଇଥିଲା? ଟୋଟାଲ ସବୁ ଫାଦର ମାନଙ୍କ ସହିତ ଖର୍ଚ୍ଚ ହେଲା ସେଟା 13,800 ଟଙ୍କା ଖର୍ଚ୍ଚ ହେଇଛି ସବୁ ଟୋଟାଲ। ତାପରେ କିଛି ବାହାରିଲା ନାହିଁ, କିଛି ହେଲା ନାହିଁ। ଆଉ ଦେଶୀ ମେଡିସିନ ବି ଖାଇଲି, ଏମିତି ସେମିତି ହେଲାରୁ ତାପରେ ଚେରମୂଳ ସବୁ କରିଥିଲି। ତାପରେ ଧ୍ୟାନ ଶେଷ ଏପ୍ରିଲ ମାସ ଧ୍ୟାନ ଶେଷ ଦିନ ପ୍ରଚାରକ ଆମର ଶିବୁ ଆଜ୍ଞା ଆଇଲେ। ତାପରେ ଫାଦର ମାନେ କେତେ ରିକ୍ୱେଷ୍ଟ କରୁଥିଲେ ମୋତେ ସେ ଜୟପୁର ନା କୋରାପୁଟ ଯିବା ପାଇଁ। ତାପରେ ମୁଁ ବୋଲି କେତେ ଲୋକ ଅଛନ୍ତି ତାଙ୍କ ମାନ ଫାଦର ମାନେ ସାହାଯ୍ୟ କରନ୍ତୁ, ମୋର ଯେତିକି କାପାସିଟି ଅଛି ମୁଁ ସେତିକି ମୁଁ କରିବି ବୋଲିକରି ମୁଁ ଫାଦର ମାନଙ୍କ ସହିତ ଯାଉନଥିଲି। ବାଧ୍ୟ କଲେ, 3-4 ଥର ଆଇଲେ, ପ୍ରାର୍ଥନା କଲେ। ତାପରେ ମୋତେ ଡାକିକି ନେଲେ, 2 ଦିନ ରହିଲି ଫାଦର ମାନଙ୍କ ସହିତ। ତାପରେ ହେଲା ଏପ୍ରିଲ ମାସ କେତେ 5 ତାରିଖରେ ଶିବୁ ଆଜ୍ଞା ଆମର ପ୍ରଚାରକ ଆଇଲେ। ତାପରେ ମୋତେ ଆଇଲେ ପ୍ରାର୍ଥନା କଲେ, ତୁ ମେ ମାସ ମୁଁ ଆସି ମୋତେ ଆଇଲେ ପ୍ରାର୍ଥନା କଲେ, ତୁ ମେ ମାସ ମୁଁ ଆସିପାରିବି କି ନାହିଁ, କି ଦେଖା କରିପାରିବି କି ନାହିଁ, କି ମାତ୍ର ଭଲ ହେଇଯାଇଥିବୁ ବୋଲି କହିଲେ। ତାପରେ ସକାଳ ଶିବୁ ଆଜ୍ଞା ପ୍ରାର୍ଥନା କଲେ, ତାପରେ ଆଇଲେ। ତାପରେ ସକାଳ ଦେଖିଲେ ମୋତେ ଗାଡ଼ି ମୁଁ ଜଣକୁ ପ୍ରାୟ ଦୂରି କରି ଯାଉଥିଲି। ତାପରେ ଦେଖିଲେ ଚାଲି ପାରିଲି, ଚାଲି ମିଶା ହେଉନଥିଲା, ଚାଲି ମିଶା ପାରିନଥିଲା। ମୁଁ ବିଶ୍ୱାସ କରୁ ଆଗରୁ ବିଶ୍ୱାସ ଅଛି, ମାତ୍ର କେମିତି ଗୋଟେ ରୋଗ ହେଲା ମୋତେ ମୁଁ ଜାଣିପାରୁନାହିଁ ଏପର୍ଯ୍ୟନ୍ତ, ଟିକେ ଛାଡ଼ିନାହିଁ ତା ଛାଡ଼ିବ। ମୁଁ ବିଶ୍ୱାସ କରେ ପ୍ରଭୁଙ୍କ ପାଖରେ। ତାପରେ କେମିତି ହେଉଛି ଦେଖିବ। ହାଲେଲୁୟା ହାଲେଲୁୟା। ଭାଇଙ୍କର ଦେହ ବତା ଥିଲା, ତାର ଡେଣା ଛାତି ବତା, ଛାତିର ହାଡ଼ ବାହାରକୁ ପେଲି ହେଇଯାଉଥିଲା। ଏଠି ଲେଖା ଅଛି, ଖାଲି ଯେମିତି କହିଲେ ସେ 12,000 ଟଙ୍କା ଖର୍ଚ୍ଚ କରିଥିଲେ, କିଛି ଲାଭ ହେଇନଥିଲା। ମେଡିସିନ ଲଗେଇକି ହାତର ଆଉ କ'ଣ ସେଟା ବାହୁର ଇଏଟା ଚମଡ଼ା ସବୁ ବାହାରି ପଡ଼ିଥିଲା। ତାପରେ ହେଲେ ମଧ୍ୟ କିଛି ଲାଭ ହେଇନଥିଲା। ଧ୍ୟାନର ଶେଷ ଦିନ ପ୍ରାର୍ଥନା ରିକ୍ୱେଷ୍ଟ ରଖିଥିଲେ। ତେଲ ଲେପନ କରିକି ପ୍ରାର୍ଥନା ହେଲା। ଯୀଶୁ କହିଲେ 10 ଥର ଯୀଶୁ ନାମ ଡାକିବାକୁ କୁହ। 10 ଥର ଯୀଶୁ ନାମ ଡାକିଲେ, ସକାଳ ସନ୍ଧ୍ୟା ମଧ୍ୟ ଡାକିଲେ। ସେତିକି ଭିତରେ ସେ ରାତି ଭିତରେ ସେ ଉଠି ପାରୁନଥିଲେ, ଖାଇ ବି ପାରୁନଥିଲେ ଭଲରେ, ସେମିତି ଅବସ୍ଥାରେ ଥିଲେ। ଯେତେବେଳେ ପ୍ରେୟର ହେଲା, ସେ ସ୍ଥାନରେ ଯେଉଁମାନେ ଥିଲେ ସେମାନେ ଦେଖିଛନ୍ତି କେତେ କଷ୍ଟରେ ବସିଥିଲେ, କ'ଣ କେତେ କାନ୍ଦୁଥିଲେ। ସେ ସ୍ଥାନରେ ଥିବା ଲୋକମାନେ ଦେଖିଛନ୍ତି। ମୁଁ ବି ବେଶୀ କିଛି କହିବା ଦରକାର ନାହିଁ।
जीशु नाम डाकिले सकाळ भितरे प्रभु जीशु ख्रीष्ट तांको ठिया करिकी ए बाट देकी बाइक रे जीवाटा मु देखली गोताली सब परमेश्वर को धन्यवाद दियंतु धन्यवाद जीशु गोताली उच्च करताली हालेलुया 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 हाथ टेकी पारु नथिले एबे टेकी पारुछ हाथ टेकी देखाओ हाथ टेकी पारुछ करताली काम भी करि पारुछन्ती ठीक भाबरे काई भी पारुछन्ती हालेलुया 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 हमरो सदा प्रभु परमेश्वरंकर वाक्य केवल कथारे कहिबा पई वाक्य नहे काम करै कि देखैबा वाक्य ते ईश्वरंकर वाक्य कारण ईश्वरंकर वाक्य रे जीवन आवश्यक ताली मारी परमेश्वर को धन्यवाद दियंतु धन्यवाद यीशु धन्यवाद यीशु धन्यवाद यीशु धन्यवाद यीशु।